ସମସ୍ତଙ୍କୁ ନବବର୍ଷର ଅଭିନନ୍ଦନ। ହାପି ନ୍ୟୁ ଇୟର୍ 2024 2024 ମସିହାର ଅଭିନନ୍ଦନ ପ୍ରତ୍ୟେକଙ୍କୁ। ପ୍ରିୟ ବନ୍ଧୁଙ୍କର ଆଜିର ଭିଡ଼ିଓରେ ଆମେ ଲୋଟ ତାଙ୍କର ପତ୍ନୀ ଯେଉଁ ଲବଣ ସ୍ତମ୍ଭ ହୋଇଯାଇଥିଲେ ସେ ଜାଗାକୁ ଏବଂ ଲବଣ ସ୍ତମ୍ଭକୁ ଆଜି ଆମେ ଦେଖିବା। ତେବେ ପ୍ରିୟ ବନ୍ଧୁଗଣ, ପରମେଶ୍ୱର ସୋଦମ ଏବଂ ଗମୋରା ଉପରେ ଅଗ୍ନିବୃଷ୍ଟି କରିଥିଲେ, ଗନ୍ଧକୁ ବୃଷ୍ଟି କରିଥିଲେ ଆଉ ଲୋଟଙ୍କୁ କହିଥିଲେ ତୁମେ ତୁମ ପରିବାର ସହିତ ବାହାରିଯାଅ। ତେବେ ଲୋଟ କିଏ ଥିଲେ? ଆମେ ଦେଖିବା ଲୋଟଙ୍କର ବଂଶାବଳୀ। ତେରହଙ୍କର 3 ପୁତ୍ର ଅବ୍ରାହମ, ନାହୋର ଏବଂ ହାରନ। ନାହୋରଙ୍କ ପୁତ୍ର ମିଲ୍କା ଆଉ ହାରଣଙ୍କର ପୁତ୍ର ହେଉଛନ୍ତି ଲୋଟ, ଯୋଡ଼ା ଆମେ ଦେଖିବାକୁ ପାଉଛୁ ସ୍କ୍ରିନ୍ରେ। ଆଉ ଲୋଟଙ୍କର ପତ୍ନୀ ଏବଂ ତାଙ୍କର 2 ଝିଅ। ଆଉ ଏଇଟା ହେଉଛି ସେହି ସୋଦମ ଏବଂ ଗମୋରା ଯେଉଁ ଜାଗାରେ ପରମେଶ୍ୱର ଅଗ୍ନିବୃଷ୍ଟି କରିଥିଲେ, ଗନ୍ଧକୁ ବୃଷ୍ଟି କରିଥିଲେ। এই ମ୍ୟାପ୍କୁ ଦେଖିଲେ ଭଲ ଭାବରେ ଜାଣି ହୁଏ ଯେ କେଉଁ ଜାଗାରେ ଆକ୍ଚୁଆଲି ଏହି ସମସ୍ତ ଘଟଣା ଘଟିଥିଲା। ଏହି ସୋଦମ ଏବଂ ଗମୋରା ବିଷୟରେ ମୋର ଚ୍ୟାନେଲରେ ଭିଡ଼ିଓ ରହିଅଛି, ଆପଣ ଚାହିଁଲେ ଦେଖିପାରିବେ। ଚ୍ୟାନେଲକୁ ଯାଇକି ଭିଜିଟ୍ କରି ଦେଖିପାରିବେ। ତେବେ ପ୍ରିୟ ବନ୍ଧୁଗଣ, ଅବ୍ରାହମ ଏବଂ ଲୋଟ କକା ପୁତ୍ର ଥିଲେ। ଆଉ ଏବେ ଲୋଟଙ୍କର ମଧ୍ୟ ଅନେକ ପଶୁ ଏବଂ ପଶୁପାଳକ ଥିଲେ। ଅବ୍ରାହମଙ୍କର ମଧ୍ୟ ପଶୁପାଳକ ଥିଲେ। ଆଉ ସେମାନେ ଗୋଟିଏ ଜାଗାରେ ରହୁଥିଲେ। କିନ୍ତୁ ଗୋଟିଏ ଦିନ ଅବ୍ରାହମଙ୍କର ପଶୁପାଳକ ଏବଂ ଲୋଟଙ୍କର ପଶୁପାଳକ ମଧ୍ୟରେ ଝଗଡ଼ା ଲାଗିଥିଲା। ଝଗଡ଼ା ଲାଗିବା ଫଳରେ ଅବ୍ରାହମ ଲୋଟଙ୍କୁ କହିଲେ, ତୁମେ ଆମଠାରୁ ପୃଥକ ହୁଅ। ହୁଏତ ତୁମେ ବାମକୁ ଯାଅ, ମୁଁ ଦକ୍ଷିଣକୁ ଯିବି, ନହେଲେ ତୁମେ ଦକ୍ଷିଣକୁ ଯାଅ, ମୁଁ ବାମକୁ ଯିବି। ତେବେ ଲୋଟ କ'ଣ କଲେ? ସୋଦମ ଏବଂ ଗମୋରା ଏହି ଅଞ୍ଚଳକୁ ସେ ବାଛିଥିଲେ, କାରଣ ଜଳ ଏବଂ ଉର୍ବରତା ବିଶିଷ୍ଟ ଭୂମି ଥିବାରୁ ସେ ଏହି ଅଞ୍ଚଳରେ ରହିବା ପାଇଁ ବାଛିଥିଲେ। ତେବେ ଇଏ ହେଉଛି ସେ ସୋଦମ ଏବଂ ଗମୋରା, ଯେଉଁଠାରେ ପରମେଶ୍ୱର ଅଗ୍ନିବୃଷ୍ଟି କରିଥିଲେ, ଗନ୍ଧକ ବର୍ଷଣ କରିଥିଲେ। ତା ଆପଣଙ୍କର ଆଖି ସାମ୍ନାରେ ରହିଛି। ତେବେ ସୋଦମ ଗମୋରା ଲୋକମାନେ ଭୋଜନ ପାନରେ ବ୍ୟସ୍ତ ଥିଲେ, ଉତ୍ସବରେ ବ୍ୟସ୍ତ ଥିଲେ, ପାପ କାର୍ଯ୍ୟରେ ଲିପ୍ତ ଥିଲେ। ତେବେ ଏଇ ଯେଉଁ ସୋଦମ ଗମୋରା ଆଜି ଦେଖୁଛନ୍ତି, ଏଠାରେ ଆଜି ମଧ୍ୟ ଗନ୍ଧକର ମାତ୍ରା ମିଳୁଅଛି, ଯାହାର ମଧ୍ୟ ଗୋଟେ ଭିଡ଼ିଓ ମୋର ଚ୍ୟାନେଲରେ ଅଛି, ଆପଣ ପାଇପାରିବେ। ଯେଉଁ 2 ଜଣ ସ୍ୱର୍ଗଦୂତ ଲୋଟଙ୍କ ପାଖକୁ ଆସିଥିଲେ ଆଉ ସେମାନେ ଲୋଟଙ୍କର ଘରେ ରହିଥିଲେ। ଯେତେବେଳେ ଗ୍ରାମର ଲୋକମାନେ ଖବର ପାଇଲେ, ନଗର ଲୋକମାନେ 2 ଜଣ ଲୋକ ଆସିଛନ୍ତି, ସେତେବେଳେ ସେମାନେ ଲୋଟଙ୍କୁ କହୁଛନ୍ତି, ତୁମ ପାଖରେ ଯେଉଁ 2 ଜଣ ଆସିଛନ୍ତି ରହିବା ପାଇଁ, ସେମାନଙ୍କୁ ତୁମେ ବାହାର କରିକି ଆଣ, ଆମେ ସେମାନଙ୍କ ଠାରେ ଉପଗତ ହେବା। ଲୋଟ କ'ଣ କରୁଛନ୍ତି? ସେମାନଙ୍କୁ ବୁଝାଉଛନ୍ତି। ଆଉ ଏହା ପରେ ପରେ ଯେତେବେଳେ ସମୟ ପାଖି ଆସୁଛି, ସେତେବେଳେ ପରମେଶ୍ୱର ଅଗ୍ନିବୃଷ୍ଟି କରିବା ନିମନ୍ତେ ତତ୍ପର ହେଉଛନ୍ତି। ତା ପୂର୍ବରୁ ଲୋଟ ଏବଂ ତାଙ୍କ ପରିବାର ବାହାରି ଯାଉଛନ୍ତି। ଲୋଟ, ତାଙ୍କ ପତ୍ନୀ, 2 ଝିଅ ସେମାନେ ବାହାରି ଗଲେ। ବାହାରି ଯିବା ପରେ ପରେ ପରମେଶ୍ୱର କହିଲେ, ଏବେ ଆମେ କ'ଣ କରିବା? ଏଇ ନଗରକୁ ଅଗ୍ନିବୃଷ୍ଟି କରିବା, ଏ ନଗରକୁ ଆମେ ଧ୍ୱଂସ କରିବା। ଲୋଟ ଏବଂ ତାଙ୍କର 2 ଝିଅ, ତାଙ୍କର ପତ୍ନୀ ବାହାରିଗଲା ପରେ ଲୋଟ ଅଗ୍ନିବୃଷ୍ଟି କରୁଛନ୍ତି, ଗନ୍ଧକୁ ବୃଷ୍ଟି କରୁଛନ୍ତି। ଆଉ ପରମେଶ୍ୱର ଗନ୍ଧକୁ ବୃଷ୍ଟି କରିବାରୁ ଏହି ଅଞ୍ଚଳଟି
ସଦମ ଏବଂ ଗମରା ଦୁଇଟି ନଗର ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଉଛି ଆଉ ଧ୍ୱଂସ ହୋଇଯାଉଛି, ଯାହାକି ବାଇବେଲରେ ଲେଖା ଅଛି। ଆଉ ଏହା ହେଉଛି ଐତିହାସିକ ସ୍ଥାନ ଅଟେ। ଯେତେବେଳେ ଲୋଟ ତାଙ୍କର ପତ୍ନୀ ଦୁଇ ଝିଅଙ୍କ ସହିତ ବାହାରିଗଲେ, ବାହାରିଲା ପରେ ପରେ ତତ୍କ୍ଷଣାତ୍ ପରମେଶ୍ୱର ଗନ୍ଧକ ବୃଷ୍ଟି କଲେ। ଗନ୍ଧକ ବୃଷ୍ଟି ହେବାରୁ ନଗର ତ ଧ୍ୱଂସ ହୋଇଗଲା, କିନ୍ତୁ ଲୋଟଙ୍କର ପତ୍ନୀ ସେ ନିଜର ଘର ଦ୍ୱାର ଛାଡ଼ିକି ଆସିବା ପାଇଁ ବିଲକୁଲ ବି ରାଜି ନଥିଲେ। ସେ ପଛକୁ ଅନେଇଲେ। ଯେତେବେଳେ ପଛକୁ ଅନେଇଲେ, ସେ ଏକ ଲବଣର ଖମ୍ବ ହୋଇଗଲେ, ଯାହାକି ଆପଣଙ୍କର ଆଖି ସାମ୍ନାରେ ଅଛି। କାରଣ ଦୂତ କହିଥିଲେ ତୁମେ ପଛକୁ ଅନେଇବ ନାହିଁ, କିନ୍ତୁ ଲୋଟଙ୍କର ପତ୍ନୀ ପଛକୁ ଅନେଇବାରୁ ସେ ଏକ ଲବଣର ଖମ୍ବ ହୋଇଗଲେ। ଯେଉଁ ଲବଣର ଖମ୍ବ ହେଲେ, ସେଇ ଲବଣର ଖମ୍ବ ବର୍ତ୍ତମାନ ଏହି ସ୍ଥାନରେ ଅଛି। ଏହି ସ୍ଥାନରେ ଏହି ଘଟଣା ଘଟିଥିଲା, ସଦମ ଏବଂ ଗମରା। ଆପଣଙ୍କର ସାମ୍ନାରେ ଯେଉଁ ଚିତ୍ର ରହିଅଛି, ଯେଉଁ ଖମ୍ବ ରହିଅଛି, ତାହା ହେଉଛି ଅରିଜିନାଲ ଲୋକଙ୍କର ପତ୍ନୀଙ୍କର ଖମ୍ବ ଅଟେ, ଲବଣ ଖମ୍ବ, ଯାହା ଆପଣ ସ୍କ୍ରିନରେ ଦେଖିପାରୁଛନ୍ତି। ତେବେ ପରମେଶ୍ୱର ତାଙ୍କୁ ମନା କଲେ, ପଛକୁ ଅନେଇବ ନାହିଁ, ତୁମେ ସିଧା ବାହାରିଯିବ। କିନ୍ତୁ ଲୋଟଙ୍କର ପତ୍ନୀ ପଛକୁ ଅନେଇଲେ। ପରମେଶ୍ୱରଙ୍କ କଥାକୁ ନ ମାନି, ପରମେଶ୍ୱରଙ୍କ କଥାକୁ ଭୁଲି ଯାଇକି, ଖାତିର ନ କରିକି ନିଜର ଘର ଦ୍ୱାର, ନିଜର ଜାଗା ବାଡ଼ି ଯଦି ମନେ ପକାଇ ପଛକୁ ଅନେଇବାରୁ ସେ ଏକ ଲବଣ ଖମ୍ବ ହୋଇଯାଇଥିଲେ। ଏହି ଜାଗାରେ ଏଇଟା ହେଉଛି ସଦମ ଗମରା। ଆଉ ଏଠାରେ ଆଜି ମଧ୍ୟ ଗନ୍ଧକର ମାତ୍ରା ମିଳୁଅଛି। ଆଉ ଏହି ଗନ୍ଧକର ମାତ୍ରା ଆଜି ମଧ୍ୟ ମିଳୁଅଛି। ତାର ଏକ ପରୀକ୍ଷା ମଧ୍ୟ ହୋଇସାରିଛି। ତାର ଭିଡ଼ିଓ ମୋର ଚ୍ୟାନେଲରେ ମଧ୍ୟ ରହିଅଛି, ଆପଣ ଯାଇକି ଦେଖିପାରିବେ। ଲୋଟ ତାଙ୍କର ଦୁଇ ଝିଅ ବାହାରିଗଲା ପରେ ତାଙ୍କ ସ୍ତ୍ରୀ ଲବଣର ଖମ୍ବ ହେଲେ, ଯାହାକି ଏକ ଐତିହାସିକ ଘଟଣା ଅଟେ, ଏକ ସତ୍ୟ ଘଟଣା ଅଟେ, ଯାହାକୁ କେବେ ମଧ୍ୟ ଅସ୍ୱୀକାର କରାଯାଇପାରେ ନାହିଁ। ତେବେ ଇଏ ହେଉଛି ସେଇ ଜାଗା, ଆପଣ ଦେଖିପାରୁଥିବେ, ଇଏ ହେଉଛି ସେଇ ଜାଗା, ସେଇ ସଦମ ଏବଂ ଗମରା ଆଜି ମଧ୍ୟ ରହିଅଛି, ଆଉ ନଷ୍ଟଭ୍ରଷ୍ଟ ଅବସ୍ଥାରେ ରହିଅଛି। ଆଉ ବର୍ତ୍ତମାନ ଯେଉଁ ଆପଣ ସ୍କ୍ରିନରେ ଦେଖୁଛନ୍ତି, ଇଏ ହେଉଛି ସଦମ ଗମରାର ଅଞ୍ଚଳ। ଆଉ ଦୂରରୁ ଏଇଭଳି ଦେଖାଯାଏ ସେ ଅଞ୍ଚଳ, ଏବଂ ଲବଣ ସ୍ତମ୍ଭ ଦେଖନ୍ତୁ, ଦୂରରୁ ଏଇପରି ଦେଖାଯାଏ, ଯାହାକି ଆପଣଙ୍କର ଆଖି ସାମ୍ନାରେ ରହିଅଛି। ତେବେ ପ୍ରିୟ ବନ୍ଧୁଗଣ, ସଦମ ଏବଂ ଗମରା, ଯଦି ଆପଣ କେବେ ଏ ଅଞ୍ଚଳକୁ ଯାଇଛନ୍ତି, ତେବେ ମୋତେ କମେଣ୍ଟ କରିବେ। ଆଉ ଯଦି ଆଗକୁ ଆପଣ ଯିବା ପାଇଁ ଇଚ୍ଛା ପ୍ରକାଶ କରୁଛନ୍ତି, ତେବେ ପ୍ରାର୍ଥନା କରନ୍ତୁ, ପ୍ରଭୁ ଆପଣଙ୍କୁ ସୁଯୋଗ ଦିଅନ୍ତୁ। ତାହା ମୁଁ ମଧ୍ୟ ପରମେଶ୍ୱର ନିକଟରେ ପ୍ରାର୍ଥନା କରୁଅଛି। ତେବେ ଏହି ଅଞ୍ଚଳରେ ଯେଉଁ ଗନ୍ଧକର ମାତ୍ରା ମିଳିଅଛି, ତାକୁ ଏକ ପରୀକ୍ଷା କରାଯାଇଥିଲା ଯେ ଏଠାରେ ପ୍ରକୃତରେ ଗନ୍ଧକର ମାତ୍ରା ଅଛି ନା ନାହିଁ। ପ୍ରକୃତରେ ପରମେଶ୍ୱର ଏହି ଅଞ୍ଚଳରେ ଗନ୍ଧକ ବୃଷ୍ଟି କରିଥିଲେ ନା କରିନଥିଲେ, ତାର ଏକ ପରୀକ୍ଷା ହୋଇଥିଲା। ଆଉ ଯେତେବେଳେ ପରୀକ୍ଷା କରାଗଲା, ସେତେବେଳେ ଏହି ଅଞ୍ଚଳର ମାଟି, ଏହି ଅଞ୍ଚଳର ପଥରରେ ମଧ୍ୟ ନିଆଁ ଲାଗିଗଲା, ଯାହାର ପରୀକ୍ଷଣ ପୂର୍ବରୁ ହୋଇସାରିଛି।
ଯଦି ଆପଣ ସେ ଭିଡ଼ିଓ ଦେଖିନାହାନ୍ତି ତ ଭିଡ଼ିଓ ଦେଖନ୍ତୁ। ତାର ଏକ ଛୋଟ କ୍ଲିପ୍ ମଧ୍ୟ এই ଭିଡ଼ିଓ ଭିତରେ ଆପଣ ଦେଖିବାକୁ ପାରିବେ ଯେ କିପରି ସେହି ଅଞ୍ଚଳରେ ଗନ୍ଧକର ମାତ୍ରା ମିଳୁଅଛି। ତେବେ ସେଇ ଭିଡ଼ିଓ କ୍ଲିପ୍କୁ ଆମେ ଆଉଥରେ ଦେଖିବା। ଏହା ଗୋଟେ ପରୀକ୍ଷଣ କରାଯାଇଥିଲା। ଏଇ ପଥରକୁ ସେ ନିଆଁ ଲଗାଗଲା, ସେ ନିଆଁ ଲାଗିଗଲା, ଜଳିଗଲା। ଦେଖନ୍ତୁ ସେ ମାଟି ପଥର କିପରି ଆଜି ମଧ୍ୟ ଜଳୁଅଛି। ତେବେ ପ୍ରିୟ ବନ୍ଧୁଗଣ, এই ଭିଡ଼ିଓ କିପରି ଲାଗିଲା ମୋତେ କମେଣ୍ଟ କରିବେ। ଏହି ଭିଡ଼ିଓକୁ ଅନ୍ୟମାନଙ୍କ ସହିତ ସେୟାର ମଧ୍ୟ କରିବେ, ଯେପରି ଅନ୍ୟମାନେ ମଧ୍ୟ ସୁଯୋଗ ପାଇବେ ଏଭଳି ଐତିହାସିକ ସ୍ଥାନଗୁଡ଼ିକୁ ଦେଖିବା ନିମନ୍ତେ। ସେଥିପାଇଁ ଏହି ଭିଡ଼ିଓକୁ ଆପଣ ସେୟାର ନିଶ୍ଚିତ ଭାବରେ କରନ୍ତୁ। ସମସ୍ତଙ୍କୁ ଖ୍ରୀଷ୍ଟ ପ୍ରେମରେ ମୋର ଆନ୍ତରିକ ନମସ୍କାର। ଆଉ ଏଇଠାରେ ମୁଁ ବିଦାୟ ନେଉଛି। ପୁଣି ନେଇ ଆସିବି ଆପଣଙ୍କ ନିମନ୍ତେ ଆଉ ଏକ ଭିଡ଼ିଓ। ସମସ୍ତ ମୋର ଆନ୍ତରିକ ନମସ୍କାର।